ସାଙ୍ଗମାନେ ଆପଣ ମାନେ ଲକ୍ଷ୍ମୀ ପୁରାଣରେ ଶୁଣିଥିବେ ଅଷ୍ଟବେତାଳ କଥା। ଅଷ୍ଟବେତାଳ ମାନେ ଜଗନ୍ନାଥଙ୍କୁ ତାଙ୍କ ପଲଙ୍କରୁ ଉଠେଇ ନେଇଯାଇଥିଲେ। এই ଜୀବ ଜଗତରେ ଅଷ୍ଟବେତାଳଙ୍କ ଭଳି ଅଷ୍ଟ ଚଣ୍ଡାଳ ମଧ୍ୟ ଅଛନ୍ତି। କଣ ଆପଣ ମାନେ ଜାଣିଛନ୍ତି ସେମାନେ କିଏ କିଏ? ଯଦି ଜାଣିନାହାନ୍ତି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମୁଁ ଆପଣଙ୍କୁ ଜଣାଇ ଦଉଛି। ପକ୍ଷୀମାନଙ୍କ ଭିତରେ ଚଣ୍ଡାଳ ହେଉଛି କାଉ, ଆଉ ପଶୁମାନଙ୍କ ଭିତରେ ଚଣ୍ଡାଳ ହେଉଛି କୁକୁର, ଆଉ ସାଧୁମାନଙ୍କ ମନରେ କ୍ରୋଧ ଆସିଲେ ସେ ହେଉଛନ୍ତି ସାଧୁ ଚଣ୍ଡାଳ। ଯେଉଁମାନେ ପରର ନିନ୍ଦା କରନ୍ତି ସେମାନେ ହେଉଛନ୍ତି ଚଣ୍ଡାଳ, ଆଉ ଯେଉଁ ବିବାହିତ ନାରୀମାନେ ସିନ୍ଦୁର ନ ପିନ୍ଧିଥାନ୍ତି ସେ ହେଉଛନ୍ତି ବି ଚଣ୍ଡାଳ। ମୁକୁଟ ବିହୀନ ରାଜା ବି ଚଣ୍ଡାଳ, ଆଉ ବ୍ରାହ୍ମଣ ହୋଇ ଯଦି ଚନ୍ଦନ ତିଲକ ନ ଲଗାନ୍ତି ସେ ମଧ୍ୟ ଚଣ୍ଡାଳ। ଶେଷରେ ଯେଉଁମାନଙ୍କର ଜୀବଜନ୍ତୁ ପ୍ରତି ଦୟା ମମତା ନଥାଏ ସେ ବି ଚଣ୍ଡାଳ। ସାଙ୍ଗମାନେ ଆଶା କରେ ଆପଣମାନେ ସମସ୍ତେ ବୁଝି ସାରିଥିବେ ଅଷ୍ଟଚଣ୍ଡାଳ କେଉଁ କେଉଁମାନେ। ମୁଁ ଜାଣେ କଥାଟି ବହୁତ ଲୋକଙ୍କୁ ଖରାପ ଲାଗିପାରେ, କିନ୍ତୁ କଥାଟି ସତ୍ୟ ଅଟେ। ରହିଲି, ଜୟ ଜଗନ୍ନାଥ।